নমস্কাৰ। ওং নমঃ ভগৱতে বাসুদেৱায়। ଓଁ ନମୋ ଭଗବତେ ବାସୁଦେବାୟ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ମଣିଷ ମନର ଗୋଟେ ବହୁତ ବଡ଼ ରହସ୍ୟ ଉପରେ କଥା ହେବାକୁ ଯାଉଛୁ। ଏମିତି ଗୋଟେ ପ୍ରଶ୍ନ ଯାହା ଆମେ ସମସ୍ତେ କେବେ ନା କେବେ ନିଜକୁ ପଚାରିଛେ। ଆଉ ସେଇଟା କ'ଣ? ସେଇଟା ହେଲା ସବୁ ଜାଣିଶୁଣି ଠିକ୍ କ'ଣ ଭୁଲ କ'ଣ ବୁଝିପାରି ମଧ୍ୟ ଆମେ ଭୁଲ ବାଟରେ କାହିଁକି ଚାଲିଯାଉ? କେଉଁ ଶକ୍ତି ଆମକୁ ଏମିତି କରିବାକୁ ବାଧ୍ୟ କରେ? ହଁ, ଏହା ଏକ ଚିରନ୍ତନ ଦ୍ୱନ୍ଦ୍ୱ। ମନେ ହୁଏ ଯେମିତି ଆମେ ନିଜ ଭିତରେ ହିଁ ଦୁଇ ଭାଗରେ ବାଣ୍ଟି ହୋଇଯାଇଛେ। ଗୋଟେ ପଟେ ବିବେକ ଅଛି ଆଉ ଅନ୍ୟପଟେ ଜାଣିଶୁଣି ଆମେ ଭୁଲ ଆଡ଼କୁ ଟାଣି ହୋଇଯାଉଛେ। ଏକଦମ। ତେବେ ଏହି ଦ୍ୱନ୍ଦ୍ୱର ସମାଧାନ ପାଇଁ ଆଜି ଆମେ ଶ୍ରୀମଦ୍ ଭଗବଦ୍ ଗୀତାର ତୃତୀୟ ଅଧ୍ୟାୟ କର୍ମଯୋଗର 38ତମ ଶ୍ଲୋକର ଗଭୀର ବିଶ୍ଳେଷଣ କରିବା। ଆଉ ଏଥିରେ ହିଁ ସବୁ ଉତ୍ତର ଲୁଚି ରହିଛି। ଆମର ଉଦ୍ଦେଶ୍ୟ କେବଳ ଏହାର ଅର୍ଥ ଜାଣିବା ନୁହେଁ, ବରଂ ଏହା ଭିତରେ ଲୁଚି ରହିଥିବା ସେହି ଆହା ମୁହୂର୍ତ୍ତକୁ ଖୋଜି ବାହାର କରିବା, ଯାହା ଆମର ଦୈନନ୍ଦିନ ଜୀବନରେ କାମରେ ଆସିବ। ଠିକ୍। ଏହି ଗଭୀର ଜ୍ଞାନକୁ ସମ୍ପୂର୍ଣ୍ଣ ଭାବେ ବୁଝିବା ପାଇଁ ଆମ ସହିତ ଶେଷ ପର୍ଯ୍ୟନ୍ତ ରହିବାକୁ ଅନୁରୋଧ। ଆଉ ଯଦି ଆଧ୍ୟାତ୍ମିକତାର ଏହି ଯାତ୍ରା ଆପଣମାନଙ୍କୁ ଭଲ ଲାଗେ, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆମ ପରିବାରର ଅଂଶ ହୁଅନ୍ତୁ। ତେବେ ଚାଲନ୍ତୁ ଆଉ ଡେରି ନ କରି ପ୍ରଥମେ ଭଗବାନ ଶ୍ରୀକୃଷ୍ଣଙ୍କର ମୁଖ ନିଃସୃତ ସେହି ଅମୃତବାଣୀକୁ ଶ୍ରବଣ କରିବା। ଧୂମେନ ବ୍ରିୟତେ ବହ୍ନି ଯଥାଦର୍ଶୋ ମଲେନ ଚ ୟଥୋଲ୍ବେନାବୃତୋ ଗର୍ଭସ୍ ତଥା ତେନେ ଦମାବୃତମ୍। ଏହି ଶ୍ଲୋକର ଧ୍ୱନିରେ ହିଁ ଏକ ଗଭୀରତା ଅଛି। ଆସନ୍ତୁ ଏହାକୁ ଟିକେ ଭାଙ୍ଗିକି ବୁଝିବା। ପ୍ରଥମ ପଦ ଧୂମେନା ବ୍ରିୟତେ ବହ୍ନି, ଏହାର ଚିତ୍ର ବହୁତ ସ୍ପଷ୍ଟ। ହଁ, ଧୂମେନ ମାନେ ଧୂଆଁ ଦ୍ୱାରା, ବହ୍ନି ଅର୍ଥାତ୍ ଅଗ୍ନି, ଆଉ ଆବ୍ରିୟତେ ମାନେ ଘୋଡ଼ାଇ ହୋଇଯାଏ। ଠିକ୍, କିନ୍ତୁ ଏହାର ପ୍ରକୃତ ଅର୍ଥ କ'ଣ? ଦେଖନ୍ତୁ, ଏଠାରେ ଭଗବାନ ଜ୍ଞାନର ଆବରଣର ପ୍ରଥମ ସ୍ତର ବିଷୟରେ କହୁଛନ୍ତି। ଅଗ୍ନିର ସ୍ୱଭାବ ହେଉଛି ଜଳିବା, ଆଲୋକ ଦେବା। ଯେତେବେଳେ ଧୂଆଁ ଉଠେ, ଅଗ୍ନି ତ ଲିଭିଯାଏନି, ତାର ସତ୍ତା ସେମିତି ଥାଏ, କିନ୍ତୁ ତାର ପ୍ରକାଶ ମଳିନ ପଡ଼ିଯାଏ। ଆଚ୍ଛା। ଠିକ୍ ସେହିପରି ଆମ ଭିତରେ ଥିବା ବିବେକ ବା ଜ୍ଞାନରୂପୀ ଅଗ୍ନି ସବୁବେଳେ ଥାଏ। ହଁ, କିନ୍ତୁ ଯେତେବେଳେ କାମର ପ୍ରଥମ ସ୍ତର ମାନେ ଏକ କ୍ଷଣିକ ଇଚ୍ଛା ବା କ୍ରୋଧର ଧୂଆଁ ଉଠେ, ସେହି ଜ୍ଞାନ ଉପରେ ଗୋଟେ ହାଲୁକା ପର୍ଦ୍ଦା ପଡ଼ିଯାଏ। ମୋତେ ଗୋଟେ ଉଦାହରଣ ମନେ ପଡ଼ୁଛି। ଧରାଯାଉ ମୁଁ ଟ୍ରାଫିକରେ ଫସିଛି ଆଉ ଡେରି ହେଉଛି। ମୁଁ ଜାଣିଛି ଯେ ହର୍ନ ମାରିଲେ କିଛି ହେବନି, ଏଇଟା ମୋର ଜ୍ଞାନ। କିନ୍ତୁ ସେହି ମୁହୂର୍ତ୍ତରେ କ୍ରୋଧରୂପୀ ଧୂଆଁ ମୋ ଜ୍ଞାନକୁ ଘୋଡ଼ାଇ ଦିଏ ଆଉ ମୁଁ ଅଯଥାରେ ବିରକ୍ତ ହୁଏ। ହଁ, ଆଉ ପରେ ଧୂଆଁ ହଟିଗଲେ ନିଜ ଉପରେ ହସ ମାଡ଼େ। ଏକଦମ। ତେବେ ଏହା ସେଇ ପ୍ରଥମ ସ୍ତର ନୁହେଁ କି? ଏକଦମ ସଠିକ୍ ଉଦାହରଣ। ଏହି ଧୂଆଁର ଆବରଣ ବେଶୀ ସମୟ ରହେ ନାହିଁ। ଟିକେ ପବନ ବହିଲେ ବା ପରିସ୍ଥିତି ବଦଳିଗଲେ ଏହା ହଟିଯାଏ। ଆଉ ଜ୍ଞାନ ପୁଣି ଦେଖାଯାଏ। ହଁ, ଜ୍ଞାନ ପୁଣି ପ୍ରକଟିତ ହୁଏ। ଏହା ହେଉଛି ସବୁଠାରୁ ହାଲୁକା ଆବରଣ। ଠିକ୍ ଅଛି, ଧୂଆଁର ଆବରଣ ତ ବୁଝା ପଡ଼ିଲା, କିନ୍ତୁ ଯେତେବେଳେ ସମସ୍ୟା ଆହୁରି ଗଭୀର ହୁଏ, ଯେତେବେଳେ ଧୂଆଁ ନୁହେଁ ବରଂ ଗୋଟେ ମୋଟା ମଇଳାର ସ୍ତର ଜମିଯାଏ, ମୋତେ ଲାଗୁଛି ଭଗବାନଙ୍କର ଦ୍ୱିତୀୟ ଉପମା ଯଥାଦର୍ଶ ମଲେନ ଚ ଏହି ବିଷୟରେ କହୁଛି। ହଁ, ଏହା ହେଉଛି ଦ୍ୱିତୀୟ ଏବଂ ଅଧିକ ଗମ୍ଭୀର ସ୍ତର। ଆଦର୍ଶ ମାନେ ଦର୍ପଣ ଆଉ ମଲେନ ମାନେ ମଇଳା ଦ୍ୱାରା। ଆଚ୍ଛା। ଦର୍ପଣର କାମ କ'ଣ? ବାସ୍ତବତାକୁ ଯେମିତି ଅଛି ସେମିତି ଦେଖାଇବା। ଆମ ମନ ବି ଠିକ୍ ସେମିତି ଗୋଟେ ଦର୍ପଣ ଭଳି। ଯେତେବେଳେ ଏହା ସ୍ୱଚ୍ଛ ଥାଏ, ଏହା ପରିସ୍ଥିତିକୁ, ଲୋକଙ୍କୁ, ଏପରିକି ନିଜକୁ ବି ସଠିକ୍ ଭାବେ ପ୍ରତିଫଳିତ କରେ। କିନ୍ତୁ ଧୀରେ ଧୀରେ ଯେତେବେଳେ ଏହା ଉପରେ ଈର୍ଷ୍ୟା, ଅହଙ୍କାର, ଲୋଭ ଏସବୁର ମଇଳା ଜମିବାକୁ ଲାଗେ, ସେତେବେଳେ ପ୍ରତିବିମ୍ବ ବିକୃତ ହୋଇଯାଏ। ତେବେ ଆର ଅର୍ଥ ଆମେ ବାସ୍ତବତାକୁ ଦେଖୁନା, ବରଂ ନିଜ ମନର ମଇଳା ଭିତର ଦେଇ ଏକ ବିକୃତ ଛବି ଦେଖୁ। ଏକଦମ। ଯେମିତି ଆଜିକାଲି ସୋସିଆଲ ମିଡିଆରେ ହୁଏ, ସମସ୍ତେ ନିଜର ସବୁଠାରୁ ଭଲ ମୁହୂର୍ତ୍ତ ପୋଷ୍ଟ କରନ୍ତି। ତାକୁ ଦେଖି ଆମ ମନରୂପୀ ଦର୍ପଣରେ ତୁଳନାର ମଇଳା ଜମିଯାଏ। ହଁ, ଆଉ ଆମକୁ ନିଜ ଜୀବନ ଫିକା ଲାଗିବାକୁ ଆରମ୍ଭ କରେ। ବାସ୍ତବତା ହୁଏତ ଅଲଗା, କିନ୍ତୁ ଆମେ ସେହି ବିକୃତ ପ୍ରତିବିମ୍ବକୁ ହିଁ ସତ୍ୟ ବୋଲି ଭାବିନିଅ। ଅତି ସୁନ୍ଦର ଭାବେ ବୁଝାଇଲେ। ଏହି ମଇଳାକୁ ସଫା କରିବା ପାଇଁ ମାନେ ଧୂଆଁକୁ ହଟାଇବା ଅପେକ୍ଷା ଅଧିକ ପରିଶ୍ରମ ଦରକାର। କେମିତି? ଦେଖନ୍ତୁ, ଧୂଆଁ ନିଜେ ହଟିଯାଏ, କିନ୍ତୁ ମଇଳାକୁ ସଫା କରିବାକୁ ପଡ଼େ। ଏଥିପାଇଁ ସାଧନା
ଆତ୍ମବିଶ୍ଳେଷଣ ସ୍ୱ ଅଧ୍ୟୟନର ଆବଶ୍ୟକତା ପଡ଼େ। ମାନେ ନିଜର ଭୁଲ ଧାରଣାଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ସଚେତନ ଭାବେ ପୋଛିବାକୁ ପଡ଼ିବ। ହଁ, ଏହା ବାସ୍ତବରେ ଗଭୀର। ଆମେ ଦୁଇଟି ସ୍ତର ଦେଖିଲେ, ଧୂଆଁ ଯାହା କ୍ଷଣସ୍ଥାୟୀ ଆଉ ମଇଳା ଯାହାକୁ ସଫା କରିବାକୁ ପଡ଼େ। କିନ୍ତୁ ଶ୍ଲୋକ ଏତିକିରେ ଅଟକି ନାହିଁ। ନା, ଆହୁରି ଗଭୀରକୁ ଯାଇଛି। ଭଗବାନ ତୃତୀୟ ଏବଂ ସବୁଠାରୁ ଗମ୍ଭୀର ଉପମା ଦେଉଛନ୍ତି। ୟଥୋଲ୍ବେନାବୃତ ଗର୍ଭର, ଯେପରି ଉଲ୍ବେନା ବା ଗର୍ଭଝିଲ୍ଲି ଦ୍ୱାରା ଗର୍ଭ ବା ଗର୍ଭସ୍ଥ ଶିଶୁ ଆବୃତ ହୋଇଥାଏ। ହଁ, ଏହା କିପରି ଆବରଣ? ଏହା ହେଉଛି ଅଜ୍ଞାନତାର ଚରମ ସ୍ତର। ଭାବନ୍ତୁ, ଗର୍ଭରେ ଥିବା ଶିଶୁର ସବୁକିଛି ଅଛି, ଆଖି, କାନ, ନାକ, ସବୁ ଅଙ୍ଗ। ସେ ଏକ ସମ୍ପୂର୍ଣ୍ଣ ମଣିଷ। କିନ୍ତୁ ସେ ଏକ ଝିଲ୍ଲି ଦ୍ୱାରା ଏପରି ଭାବରେ ଘୋଡ଼ାଇ ହୋଇ ରହିଛି ଯେ ବାହାର ଦୁନିଆ ବିଷୟରେ ତାର କୌଣସି ଧାରଣା ହିଁ ନାହିଁ। ଆଖି ଥାଇ ବି ସେ ଦେଖିପାରୁନି। ବାପ୍ରେ! ତା ପାଇଁ ସେଇ ଝିଲ୍ଲି ଭିତରର ଦୁନିଆ ହିଁ ସମ୍ପୂର୍ଣ୍ଣ ସତ୍ୟ। ଏହାର ଅର୍ଥ ଆମ ଭିତରେ ମଧ୍ୟ ସେହିପରି ଆତ୍ମାର ଦିବ୍ୟଜ୍ଞାନ, ଶାନ୍ତି, ଆନନ୍ଦ ସବୁକିଛି ପୂର୍ଣ୍ଣ ମାତ୍ରାରେ ଅଛି। ହଁ, ବିଦ୍ୟମାନ। କିନ୍ତୁ ଆମେ ଅହଙ୍କାର ଆଉ ଗଭୀର ଆସକ୍ତିର ଏକ ଏପରି ଝିଲ୍ଲି ଭିତରେ ବନ୍ଦୀ ହୋଇ ରହିଛେ ଯେ ଆମକୁ ନିଜ ଭିତରର ସେହି ସତ୍ୟ ବିଷୟରେ ଜଣା ହିଁ ନାହିଁ। ଏକଦମ। ଏହି ସ୍ଥିତିରେ ମଣିଷ ନିଜ ଭୁଲକୁ ଠିକ୍ ବୋଲି ପ୍ରମାଣ କରିବାକୁ ଯୁକ୍ତି କରେ। ସେ ସତ୍ୟକୁ ଶୁଣିବାକୁ ଚାହେଁନି। କାରଣ ତାର ନିଜସ୍ୱ ଦୁନିଆ ହିଁ ତାକୁ ଆରାମଦାୟକ ଲାଗେ। ହଁ, ଏହି ଝିଲ୍ଲିକୁ ଭେଦ କରିବା ପାଇଁ କେବଳ ପରିଶ୍ରମ ନୁହେଁ, ବରଂ ଗଭୀର ଆଧ୍ୟାତ୍ମିକ ସାଧନା, ଗୁରୁ କୃପା ଏବଂ ଭଗବାନଙ୍କ ଶରଣାଗତିର ଆବଶ୍ୟକତା ପଡ଼େ। ତେବେ ମୋତେ ଗୋଟିଏ କଥା ଉଡ଼ୁଆ ଲାଗୁଛି। ଆମେ ଏହି ଆବରଣ ପାଇଁ କାମ ଶବ୍ଦ ବ୍ୟବହାର କରୁଛେ। ସାଧାରଣତଃ କାମର ଅର୍ଥ ଇଚ୍ଛା। କିନ୍ତୁ ଇଚ୍ଛା କରିବା ତ ମଣିଷର ସ୍ୱଭାବ। ଇଚ୍ଛା ନଥିଲେ ତ କୌଣସି ଉନ୍ନତି ହୁଅନ୍ତାନି। ହଁ, ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ତେବେ ସବୁ ଇଚ୍ଛା କ'ଣ ଖରାପ? ନା, ଦେଖନ୍ତୁ, ଗୀତାରେ କାମ ଶବ୍ଦ କେବଳ ସାଧାରଣ ଇଚ୍ଛା ବା ୱିଶ୍ ପାଇଁ ବ୍ୟବହୃତ ହୋଇନାହିଁ। ଏହାର ଅର୍ଥ ଆହୁରି ଗଭୀର। ଆଚ୍ଛା। ଏହା ହେଉଛି ଏକ ଅନିୟନ୍ତ୍ରିତ ଜ୍ୱଳନ୍ତ ଲାଳସା, କ୍ରେଭିଂ ବା ଲାଷ୍ଟ, ଯାହା ବୁଦ୍ଧିକୁ ଅନ୍ଧ କରିଦିଏ। ଏକ ସକାରାତ୍ମକ ଲକ୍ଷ୍ୟ ପାଇଁ ଇଚ୍ଛା କରିବା ହେଉଛି ସଂକଳ୍ପ। କିନ୍ତୁ ଯେତେବେଳେ ସେହି ଇଚ୍ଛା ଆମର ମାଲିକ ହୋଇଯାଏ, ଆଉ ଆମକୁ ନଚାଇବାକୁ ଆରମ୍ଭ କରେ, ତାହା କାମରେ ପରିଣତ ହୁଏ। ଆଚ୍ଛା, ତେବେ ଏହି କାମ ବା ଲାଳସା ଆମ ଜ୍ଞାନକୁ ଠିକ୍ କେଉଁ ପ୍ରକ୍ରିୟାରେ ଢାଙ୍କି ଦିଏ? ଏହା ପଛର ମନୋବିଜ୍ଞାନ କ'ଣ? ଭଗବାନ ଗୀତାର ଅନ୍ୟ ସ୍ଥାନରେ ଏହି ବିନାଶକାରୀ ଚକ୍ରକୁ ବର୍ଣ୍ଣନା କରିଛନ୍ତି। ଆଚ୍ଛା। ଆଜିର ଭାଷାରେ ଏହାକୁ ଏକ ପ୍ରକାର ମାନସିକ ହାଇଜାକିଂ ସହ ତୁଳନା କରାଯାଇପାରେ। ପ୍ରକ୍ରିୟାଟି ଏହିପରି। ପ୍ରଥମେ କାମ ଜନ୍ମ ନିଏ। ଯଦି ତାକୁ ନିୟନ୍ତ୍ରଣ କରାନଯାଏ, ତାହା ବାସନାରେ ପରିଣତ ହୁଏ। ମାନେ? ମୋତେ ଏହା ଯେମିତି ହେଲେ ଦରକାର। ଆଉ ଯେତେବେଳେ ସେହି ବାସନା ପୂରଣରେ ବାଧା ଆସେ? ସେତେବେଳେ କ୍ରୋଧ ସୃଷ୍ଟି ହୁଏ। ଆଉ କ୍ରୋଧ ଆସିଲେ ତ ବୁଦ୍ଧି କାମ କରିବା ବନ୍ଦ କରିଦିଏ। ଠିକ୍, କ୍ରୋଧରୁ ସମ୍ମୋହ ବା ଭ୍ରମ ସୃଷ୍ଟି ହୁଏ। ମଣିଷ ଠିକ୍ ଭୁଲ ବୁଝିପାରେ ନାହିଁ। ତାପରେ? ଭ୍ରମରୁ ସ୍ମୃତି ବିଭ୍ରମ ହୁଏ। ସେ ନିଜର ସଂସ୍କାର, ଶିକ୍ଷା ସବୁ ଭୁଲିଯାଏ। ସ୍ମୃତି ନାଶ ହେଲେ ବୁଦ୍ଧି ନାଶ ହୁଏ। ଆଉ ଯାହାର ବୁଦ୍ଧି ନଷ୍ଟ ହେଲା, ତାର ପତନ ସୁନିଶ୍ଚିତ। ବାପ୍ରେ! ଏହା ତ ଏକ ଭୟଙ୍କର ଶୃଙ୍ଖଳା। ତେବେ ଆମେ ଯେଉଁ ତିନୋଟି ଉପମା ବିଷୟରେ ଆଲୋଚନା କଲେ, ସେଥିରେ କ'ଣ ସମାଧାନର କିଛି ସୂତ୍ର ଲୁଚି ରହିଛି? ନିଶ୍ଚିତ ଭାବରେ। ଭଗବାନ କେବଳ ସମସ୍ୟା ଦେଖାନ୍ତି ନାହିଁ, ସେ ସମାଧାନର ରାସ୍ତା ମଧ୍ୟ ଦେଖାନ୍ତି। କ'ଣ ସେହି ରାସ୍ତା? ଉପମାଗୁଡ଼ିକୁ ପୁଣିଥରେ ଦେଖନ୍ତୁ। ପ୍ରଥମେ, ଧୂଆଁକୁ ହଟାଇବା ପାଇଁ କ'ଣ ଦରକାର? କେବଳ ଟିକେ ପବନ। ହଁ, କେବଳ ସଚେତନତାର ଟିକେ ପବନ। ଅର୍ଥାତ୍ ଯେତେବେଳେ କ୍ରୋଧର ଧୂଆଁ ଉଠୁଛି, ସେହି ମୁହୂର୍ତ୍ତରେ ଟିକେ ଅଟକି ଯାଇ ନିଜକୁ ଦେଖିଲେ ହିଁ ତାହା ଶାନ୍ତ ହୋଇଯାଏ। ଆଚ୍ଛା। ଆଉ ଦ୍ୱିତୀୟଟି, ମାନେ ଦର୍ପଣର ମଇଳା? ତାକୁ ସଫା କରିବା ପାଇଁ ନିୟମିତ ଅଭ୍ୟାସ ଦରକାର। ଏହା ହେଉଛି ସ୍ୱାଧ୍ୟାୟ, ସତ୍ସଙ୍ଗ ଏବଂ ସକାରାତ୍ମକ ଚିନ୍ତାଧାରା। ପ୍ରତିଦିନ ନିଜ ମନରୂପୀ ଦର୍ପଣକୁ ପୋଛିବାକୁ ପଡ଼ିବ। ଆଉ ଶେଷରେ ସେହି ଗର୍ଭଝିଲ୍ଲି? ତାକୁ ଭେଦ କରିବା ପାଇଁ ଏକ ବଡ଼ ଧରଣର ପରିବର୍ତ୍ତନ ଦରକାର। ଏହା ଆଧ୍ୟାତ୍ମିକ ସାଧନା, ଧ୍ୟାନ, ସଂଯମ ଏବଂ ନିଃସ୍ୱାର୍ଥପର କର୍ମ ଦ୍ୱାରା ହିଁ ସମ୍ଭବ। ଏହାର ଅର୍ଥ, ପ୍ରଥମେ ଆମକୁ ନିଜେ ଚିହ୍ନଟା କରିବାକୁ ପଡ଼ିବ ଯେ ଆମ ଜ୍ଞାନ ଉପରେ କେଉଁ ସ୍ତରର ଆବରଣ ରହିଛି। ହଁ, ଏହା ହିଁ ଆତ୍ମଜାଗରଣର ପ୍ରଥମ ପଦକ୍ଷେପ। ଆମେ କେବଳ ସାମୟିକ ଭାବରେ ଧୂଆଁରେ ଘୋଡ଼ାଇ ହୋଇଛୁ, ନା ଆମ ମନର ଦର୍ପଣରେ ମଇଳା ଜମିଗଲାଣି, ନା ଆମେ ସମ୍ପୂର୍ଣ୍ଣ ଭାବରେ ଏକ ଝିଲ୍ଲି ଭିତରେ ବନ୍ଦୀ ହୋଇ ରହିଛୁ। ଏକଦମ। ଏଠାରେ
ତିନି ଗୁଣର ଭୂମିକା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। କାମ ମୁଖ୍ୟତଃ ରଜଗୁଣରୁ ସୃଷ୍ଟି ହୁଏ। ଯେତେବେଳେ ଏହା ଅତ୍ୟଧିକ ହୁଏ, ଏହା ତମଗୁଣକୁ ବଢ଼ାଏ, ଯାହା ଜ୍ଞାନକୁ ସମ୍ପୂର୍ଣ୍ଣ ଘୋଡ଼ାଇ ଦିଏ। ତେବେ ଲକ୍ଷ୍ୟ କ'ଣ ହେବା ଉଚିତ? ଆମର ଲକ୍ଷ୍ୟ ହେଉଛି ସତ୍ୱଗୁଣକୁ ବୃଦ୍ଧି କରିବା, ଯାହା ଶାନ୍ତି, ସ୍ଥିରତା ଏବଂ ଜ୍ଞାନର ପ୍ରକାଶକ। ସତ୍ୱଗୁଣ ବଢ଼ିଲେ ବିବେକର ଆଲୋକ ଆପେ ଆପେ ଏହି ଆବରଣଗୁଡ଼ିକୁ ଦୂର କରିଦିଏ। ତାହେଲେ ଆଜିର ଆଲୋଚନାର ସାରାଂଶ ହେଲା ଯେ ଜ୍ଞାନ ବାହାରୁ ଆଣିବାର କୌଣସି ବସ୍ତୁ ନୁହେଁ, ଏହା ଆମ ସମସ୍ତଙ୍କ ଭିତରେ ସୂର୍ଯ୍ୟ ପରି ସର୍ବଦା ବିଦ୍ୟମାନ। ହଁ, କିନ୍ତୁ ଆମର ଅନିୟନ୍ତ୍ରିତ ଲାଳସା ହିଁ ତା ଉପରେ ଧୂଆଁ, ମଇଳା ବା ଝିଲ୍ଲିର ବାଦଳ ସୃଷ୍ଟି କରେ। ଆମର କାମ ହେଉଛି ସେହି ବାଦଳକୁ ହଟାଇବା, ସୂର୍ଯ୍ୟକୁ ସୃଷ୍ଟି କରିବା ନୁହେଁ। ଏକଦମ ସଠିକ୍। ସମାଧାନ ବାହାରେ ନୁହେଁ, ନିଜ ଭିତରେ ହିଁ ରହିଛି। ଆଉ ଏହି ବିଚାର ସହିତ ଶ୍ରୋତାମାନଙ୍କ ପାଇଁ ମୋର ଏକ ଚିନ୍ତନୀୟ ପ୍ରଶ୍ନ ରହିବ। ନିଶ୍ଚୟ। ପ୍ରଶ୍ନଟି ହେଲା, ଆଜିର ଆଲୋଚନା ପରେ ଯଦି ଆପଣମାନେ ସଚୋଟ ଭାବେ ନିଜ ଭିତରକୁ ଦେଖିବେ, ତେବେ ଏହି ତିନୋଟି ଆବରଣ ଧୂଆଁ, ମଇଳା ଏବଂ ଝିଲ୍ଲି ମଧ୍ୟରୁ କେଉଁଟି ବର୍ତ୍ତମାନ ଆପଣଙ୍କ ଜୀବନରେ ଅଧିକ ପ୍ରଭାବଶାଳୀ ବୋଲି ଅନୁଭବ କରୁଛନ୍ତି? ଏବଂ ସେହି ଆବରଣକୁ ସଫା କରିବା ପାଇଁ ଆଜିଠାରୁ ଆପଣ କେଉଁ ଗୋଟିଏ ଛୋଟ ପଦକ୍ଷେପ ନେଇପାରିବେ? ଏହା ଉପରେ ଟିକେ ଏକାନ୍ତରେ ଚିନ୍ତା କରନ୍ତୁ। ଏହା ଏକ ବହୁତ ଶକ୍ତିଶାଳୀ ପ୍ରଶ୍ନ, କାରଣ ଏହା ଜ୍ଞାନକୁ କର୍ମରେ ପରିଣତ କରିବାକୁ ପ୍ରେରଣା ଦିଏ। ଆଶା କରୁଛୁ ଆଜିର ଏହି ଗଭୀର ଆଲୋଚନା ସମସ୍ତଙ୍କୁ ନିଜ ଭିତରକୁ ଦେଖିବା ପାଇଁ ସାମାନ୍ୟ ବି ପ୍ରେରଣା ଦେଇଥିବ। ଯଦି ହଁ, ତେବେ ଭଗବାନ ଶ୍ରୀକୃଷ୍ଣଙ୍କର ଏହି ଅମୂଲ୍ୟ ଜ୍ଞାନକୁ ନିଜ ପ୍ରିୟଜନଙ୍କ ସହ ବାଣ୍ଟନ୍ତୁ। ଏବଂ ନିଜର ଆଧ୍ୟାତ୍ମିକ ଉପସ୍ଥିତି ଜାହିର କରିବା ପାଇଁ କମେଣ୍ଟ ବକ୍ସରେ ଓମ୍ ନମଃ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ। ଆମେ ପରବର୍ତ୍ତୀ ଆଲୋଚନାରେ ଆଗାମୀ ଶ୍ଲୋକଗୁଡ଼ିକ ଉପରେ ଚର୍ଚ୍ଚା କରିବା, ଯେଉଁଥିରେ ଭଗବାନ ଏହି କାମରୂପୀ ଶତ୍ରୁକୁ କିପରି ପରାସ୍ତ କରାଯିବ ତାର ଉପାୟ ବତାଇବେ। ନିଶ୍ଚୟ। ଆମ ସହିତ ଏହି ଆଧ୍ୟାତ୍ମିକ ଯାତ୍ରାରେ ଯୋଡ଼ି ହୋଇ ରହିଥିବାରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ। ଓମ୍ ନମଃ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।